କାଠୁରିଆ ଧନ ପାଇ ଅସୁବିଧାରେ ପଡ଼ିବ। ରାଣୀକୁ ଏହି କଥାର ସତ୍ୟତା କରାଇବା ପାଇଁ ରାଜା ଗୋଟିଏ ସ୍ୱର୍ଣ୍ଣ ମୁଦ୍ରାରେ ଭରା ଗୋଟିଏ ହାଣ୍ଡିକୁ ନେଇ ସେଇ କାଠୁରିଆର ଘରେ ରଖିଦେଲେ। କାଠୁରିଆ ଘରକୁ ଫେରି ଦେଖେ ତ ତାର ଘରେ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରାରେ ଭରପୁରା ଗୋଟିଏ ହାଣ୍ଡିକୁ ଦେଖି ତାର ଆନନ୍ଦର ସୀମା ରହିଲା ନାହିଁ। ସେ ତୁରନ୍ତ ସ୍ୱର୍ଣ୍ଣ ମୁଦ୍ରା ଗୁଡ଼ିକୁ ଗଣିବାକୁ ଲାଗିଲା। ଶେଷରେ 100କୁ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ଊଣା 99ଟି ସ୍ୱର୍ଣ୍ଣ ମୁଦ୍ରା ହେଲା। କିନ୍ତୁ ତାର ମନ ସ୍ୱର୍ଣ୍ଣ ମୁଦ୍ରାରେ ଲାଖିଗଲା। ଆଉ ସେ ମନରେ ଭାବିଲା, ଯଦି 100ଟି ସ୍ୱର୍ଣ୍ଣ ମୁଦ୍ରା ହୋଇଯାଏ ତ କେତେ ବଢ଼ିଆ ହବ। ତା ପରଦିନ କାଠୁରିଆ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ରୋଜଗାର କରିବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ଲାଗିଲା। ଶେଷରେ ତାର ଚେହେରା ଶୁଖିଗଲା। ଆଉ ମୁହଁ ଚେହେରାରେ ମନ୍ଦହାସ ଖୁସି ସବୁ ଲୋପ ପାଇଗଲା। ଏହିପରି ଅବସ୍ଥାରେ ଦିନେ ରାଜା ଆଉ ରାଣୀ କାଠୁରିଆର ଘର ଦେଇ ଯାଉଥିବା ସମୟରେ ରାଜା ରାଣୀକୁ ମନେ ପକାଇ ଦେଇ କହିଲେ, ଦେଖ ମହାରାଣୀ, ଇଏ ହେଉଛି ସେଇ କାଠୁରିଆ ଯିଏ ଦିନକୁ ଗୋଟିଏ ପଇସା ରୋଜଗାର କରି ବହୁତ ଖୁସିରେ ଆନନ୍ଦରେ ରହୁଥିଲା। କିନ୍ତୁ ଆଜି 99 ସ୍ୱର୍ଣ୍ଣ ମୁଦ୍ରାର ଚକ୍ରରେ ଫସିଗଲା। ତାର ସବୁଦିନ ପାଇଁ ଖୁସି ଲୋପ ପାଇଗଲା। ରାଜାଙ୍କର ଏଭଳି କଥାକୁ ରାଣୀ ସମ୍ପୂର୍ଣ୍ଣ ବୁଝିପାରିଲେ ଯେ ପ୍ରକୃତରେ ଜଣେ ଧନପ୍ରାପ୍ତ ଦ୍ୱାରା ବହୁତ ଅସୁବିଧାରେ ପଡ଼ିଥାଏ। ତେଣୁ ଆଜିର ଏହି କାହାଣୀ ଯଦି ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ତାହେଲେ ଆମର ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ ବହୁମାତ୍ରାରେ ସେୟାର କରିବାକୁ ଅନୁରୋଧ। ଏହି କାହାଣୀରୁ ଆପଣମାନେ ବୁଝିଗଲେ ଯେ ପ୍ରକୃତରେ ବଡ଼ କିଏ। ପ୍ରକୃତରେ ଆମର ଶରୀର ହିଁ ଆମ ପାଇଁ ବଡ଼। ସେଥିପାଇଁ କୁହାଉଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ଭଲ ଅଛି, ଆପଣ ଟଙ୍କାଟେ ରୋଜଗାର କରନ୍ତୁ, ଆପଣଙ୍କୁ ଆନନ୍ଦ ଲାଗିବ, ଖୁସିରେ ରହିବେ। ଶରୀର ଯଦି ଭଲ ନୁହଁ, ଆପଣ କୋଟିଏ ଟଙ୍କା ରୋଜଗାର କରନ୍ତୁ, ଆପଣଙ୍କୁ ଆନନ୍ଦ ଦେବ ନାହିଁ। କାଠୁରିଆ ଭଳି ଧନ ଚକ୍ରରେ ଫସିଯାଆନ୍ତୁ ନାହିଁ। ଭଗବାନ ଆପଣଙ୍କୁ ଯେତିକି ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆଉ ପାଳନ କଲେ ଆପଣଙ୍କର ମଙ୍ଗଳ ହେବ।